ସ୍ତ୍ରୀର ଦେହରେ ମଜା ଆସିଲାନି ବୋଲି ଶାଳୀଙ୍କୁ ପଟେଇ ସମ୍ପର୍କ ରଖିଲା ରସିକ ଭେଣେଇ। ନମସ୍କାର ଦର୍ଶକ ବନ୍ଧୁ। ଶାଳୀ ପ୍ରେମରେ ପାଗଳ ହୋଇ ନିଜ ସ୍ତ୍ରୀ ହାତ ଛାଡ଼ିଲା ସ୍ୱାମୀ। ସ୍ୱାମୀ କହୁଛି ସ୍ତ୍ରୀ ଆଉ ସୁନ୍ଦରୀ ଲାଗୁନି। ଆପଣମାନେ ଏପରି ଘଟଣା ଆଗରୁ ଅନେକ ଥର ଶୁଣିଥିବେ। ସ୍ତ୍ରୀକୁ ଆଗରୁ ସନ୍ଦେହ ହେଉଥିଲା ତାଙ୍କ ସ୍ୱାମୀ ଶାଳୀ ସହିତ କାହିଁକି ଲାଗି ରୁହନ୍ତି, କିନ୍ତୁ ସେ କେବେ ଏହା ଭାବି ନଥିଲେ। ଆଜି ଆମେ ସେହି ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ। ବର୍ତ୍ତମାନ ସମୟରେ ଆମ ସମାଜରେ କିଭଳି ଘଟଣାମାନ ଘଟୁଛି ଆପଣମାନେ ସମସ୍ତେ ଜାଣିଥିବେ। ନିଜ ସ୍ତ୍ରୀ ପିଲାଙ୍କୁ ଛାଡ଼ି ଲୋକମାନେ ଅନ୍ୟମାନଙ୍କ ପ୍ରେମରେ ପଡ଼ିଯାଉଛନ୍ତି। ଆଜି ଆମେ ସେହି ଘଟଣାଟି ଆପଣମାନଙ୍କୁ କହିବାକୁ ଯାଉଛୁ। ଏହି ଘଟଣାଟି ଦେଖିବାକୁ ମିଳିଛି ବିହାର ରାଜ୍ୟରେ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ଗତ 14 ବର୍ଷ ତଳେ ବିବାହ କରିଥିଲେ। ଭଲ ହସ ଖୁସିରେ ସଂସାରଟି ଚାଲିଥିଲା। ନିଜ ପରିବାର ସହିତ ରହୁଥିଲେ। ସେ ତାଙ୍କରି 3ଟି ପିଲା ମଧ୍ୟ ଥିଲେ। ହେଲେ ସେ ନିଜ ଭାଉଜଙ୍କ ଭଉଣୀକୁ ଦେଖିବା ଦିନଠାରୁ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପାଖରେ ଲାଗି ରହୁଥିଲେ। ତାଙ୍କୁ ବିବାହ କରିବା ପାଇଁ ଦିନରାତି ତାଙ୍କ ପାଖରେ ଲାଗି ରହୁଥିଲେ। ଥରେ ହେଲେ ବି ନିଜ ପୁଅ ଝିଅ ସ୍ତ୍ରୀ କଥା ଭାବି ନଥିଲେ। ଯାହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଯେ କେହି ଏ ଘଟଣାଟିକୁ ଦେଖୁଛି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଉଛି। ନିଜ ଭାଉଜଙ୍କ ଭଉଣୀ ତାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ଏହି ସମୟରେ ସେ ତାଙ୍କୁ ଦେଖି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏନେଇ ଗତକାଲି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଗତ 3 ଦିନ ହେଲାଣି ତାଙ୍କ ଶାଳୀଙ୍କୁ ନେଇ ନିଜ 3 ପିଲାଙ୍କୁ ନେଇ କେଉଁଆଡ଼େ ଚାଲି ଯାଇଛନ୍ତି। ସେ ଆଗରୁ ତାଙ୍କ ଶାଳୀଙ୍କୁ ପ୍ରେମ କରୁଥିଲେ, ହେଲେ ଏଭଳି କିଛି କାମ କରିବେ ବୋଲି କେହି ବିଶ୍ୱାସ କରିପାରୁନାହାନ୍ତି। ସ୍ୱାମୀର ବୟସ 45, କିନ୍ତୁ ଏବେ ବି ଶାଳୀ ପ୍ରେମରେ ସେ ଉବୁଟୁବୁ। ଏହି ବୟସରେ ସେ 20 ବର୍ଷର ଝିଅକୁ ବିବାହ କରିବାକୁ ଯାଉଛନ୍ତି। ଯେ କେହି ଏହାକୁ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ମହିଳାଙ୍କୁ ନ୍ୟାୟ ମିଳୁଛି। ଏହି ଘଟଣାଟି ସେହି ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।